ଆପଣଙ୍କର ପରିବାରରେ ସବୁବେଳେ ଅଶାନ୍ତି ଯଦି ଲାଗି ରହୁଛି, ସମସ୍ତଙ୍କର ମାନସିକ ଅଶାନ୍ତି ରହୁଛି ଏବଂ ଗୋଟାଏ ଗାଈ ଆସି ଯଦି ଆପଣଙ୍କ ମୁଖ୍ୟ ଦ୍ୱାରରେ ମନ ଦୁଃଖରେ ଛିଡ଼ା ହେଉଛି, ତାହେଲେ ପରିବାର ବର୍ଗ ଅଶାନ୍ତିରେ ବୁଡ଼ି ରହୁଛନ୍ତି। ତାହେଲେ ସରଳ ପ୍ରତିକାର କରନ୍ତୁ। କୌଣସି ବୁଧବାର ଦିନ ମଧ୍ୟାହ୍ନ ସମୟରେ ଏକ ବୌଦ୍ଧ ପ୍ରତିମା ପଞ୍ଚାମୃତରେ ଶୋଧନ କରି ଗୃହର ପୂର୍ବ ଦିଗରେ ରଖି ସ୍ଥାପନ କରନ୍ତୁ। ସ୍ଥାପନ କରିସାରିଲା ପରେ ଆପଣ ଗୋଟିଏ ମନ୍ତ୍ର ପଢ଼ନ୍ତୁ, ବୁଦ୍ଧଂ ଶରଣଂ ଗଚ୍ଛାମି ସଂଘଂ ଶରଣଂ ଗଚ୍ଛାମି। ଏହି ମନ୍ତ୍ର 10 ଥର ପାଠ କରନ୍ତୁ। ପାଠ କରିସାରିଲା ପରେ ଦେଖିବେ ଆପଣଙ୍କର ଘରେ ସମସ୍ତଙ୍କର ମାନସିକ ଶାନ୍ତି ଫେରିଆସିବ ଏବଂ ଘରର ମଙ୍ଗଳ ବିଧାନ ହେବ। ଏହା ହିଁ ପ୍ରୟୋଗ ବୌଦ୍ଧ ତନ୍ତ୍ର ଶାସ୍ତ୍ରରେ ରହିଅଛି। ଏହି ପ୍ରୟୋଗ ବୁଧବାର ଦିନ କରିବ। ରହୁଛି ନମସ୍କାର। ଜୟ ମା କାମାକ୍ଷା।